ହେଲା 96 97 98 ପୁଣି ଥିଲା ଗୋଟେ 5 ଟଙ୍କିଆ 103 ଆଉ ରହିଲା ରହମ 4 5 ନବଘନ ଭାଇ କିଏ ଓ ନବଘନ ଭାଇ କିଏ ମ ତମେ ଜୁହାରେ ଜୁହାରେ ହଁ ଜୁହାରେ କିଏ ତମେ ଆଇଛ ତମେ ଆଗେ ମତେ କହିଲ କଣ ସେଠି ହିସାବ କିତାବ କରୁଥଲ ମୁଁ ହଁ କାଇଁ ମୋ କୋଉ ହିସାବ ମୁଁ କଣ ପାଇଁ କୋଉ ହିସାବ କରିବି ଏଇଟା ଲୁଚେଇ ଦେଲ ଆଇ ମୁଁ କଣ ପାଇଁ ଲୁଚେଇବି ତମେ କିଏ ଦେଖିଆ କହିଲ ଜେମା ଅପା ହରି ବୋଲ ମୁଁ ଟିକେ ଅନ୍ୟ ମନସ୍କ ହେଇଯାଇଛି ନା ମୋ ପଇସା ପତ୍ର କଥା ତ ସେଇଥିପାଇଁ ଅନ୍ୟ ମନସ୍କ ଆଉ ହରି ବୋଲ ପଇସା ପତ୍ର କୋଉଠୁ ଆସିବ ମୁଁ ବଡ ଅଭାବୀ ଲୋକ ତମେ କଣ ଆଜି କଣ ବୋହୁ ସାଙ୍ଗରେ ଝଗଡା କରିଛ ଜମା ନୁହେଁ ପ୍ରଧାନେ ପୁଣି ଅଭାବୀ ଏକଥା ଶ୍ରୋତା ବନ୍ଧୁ ଶୁଣୁଛନ୍ତି ହରି ବୋଲ ବିଶୁନିଆ ସାଙ୍ଗରେ ତାହେଲେ ଝଗଡା ହେଇଛି ଜମା ନୁହେଁ ଆଉ ତାହେଲେ ତମର କଣ ଏଥର ପା ଭଲରେ କଣ ଚଷୁଛ ହଁ ଚଷୁଛୁ ହଁ ତମେ କଣ ହାତ ଗୋଡ ଯାକି ବସିଛ କି ମୁଁ କିଆ ବସିବି ତମର କଣ ହେଇଛି ଆଜି ଦେଖିଆ କହିଲ କିଛି ହେଇନି ନା ହଉ ଥଣ୍ଡା ଟିକେ ହେଇଯାଇଛି କାଶ ଟିକେ ହଉଛି ଆଉ କଣ ଆମକୁ ହଁ ହରି ବୋଲ ଯୋଉ ତମର କଣ ହେଇ ଯୋଉ ଉପରକୁ ଅଛି 3 ମାଣିଆ କିଆରି ଖଣ୍ଡକ ତାକୁ କଣ ଏଥର କଣ ମାଣ୍ଡିଆ ଚଷିବ ବୋଲି ମୁଁ ଶୁଣିଲି ତମ କାନରେ ସେ କଥା ପଡିଗଲାଣି କିଏ କହିଲା କାହିଁକି ମୁଁ ଯାହା ପଚାରୁଛି ସତ କି ମିଛ କହୁନ ତମେ ତ ଯାହା ଚାଷ ବାସ କରୁଛ ମୁଁ ଜାଣିପାରୁନି ହରି ବୋଲ ମୁଁ ପଚାରୁଛି କଣ ମୁଣ୍ଡ ଯାଇକି କୋଉଠି ମାଣ୍ଡିଆ ଚାଷ କିଆ କରିବ ବୋଲି ଚିନ୍ତା କର କାହିଁକି କରିବି ବୋଲି ଚିନ୍ତା କରୁଛି ତମକୁ କହୁଛି ଶୁଣ ସେ କିଆରିଟା ଟିକେ ଉଚ୍ଚା ଜାଗା ଢିପ ଜାଗା ପାଣି ରହୁନି ଖାଲି ପଡୁଛି ସେଠି ଯଦି ମାଣ୍ଡିଆ ଚାଷ କରିବି ପାଣି ବେଶୀ ଦରକାର ନାହିଁ ସାର ଔଷଧ ବି ବେଶୀ ଦରକାର ନାହିଁ ବେଶୀ ପରିଶ୍ରମ ନାହିଁ ଅମଳ ଭଲ ପାଇବି ନିଶ୍ଚିତ ପୁଣି ପୁଷ୍ଟିକର ଖାଦ୍ୟ ଆଉ ତାହେଲେ ରୋଗ ପ୍ରତିରୋଧକ ଶକ୍ତି ସେଥିରେ ଅଧିକ ମତେ ରୋଗ ବୈରାଗ ହବନି ସେ କାହିଁ ଚଷିବିନି କହୁନ ଏମିତି କଥା ତମେ ଯେତିକି ସିଆଣିଆ ବିଶୁନିଆ ତାଠୁ ସିଆଣିଆ ଆଉ ତମ ବହୁତ ଚାଲାକ ମୁଁ ଜାଣି ସାରିଛି ଆଉ ମୋ ବୋହୁ କଥା କାଇଁ ପୁରେଇଲ ମୋ ଏଥିରେ ଆସିକି କାରଣ ଅଛି କଣ ହେଲା କି ଶାଶୁ ବୋହୁ 2 ଜଣ ଯାକ ମିଶିକି ଯୋଉ କଣ ମ ହେଇଟାକୁ କହୁଛ କଣ ଯୋଉ ସ୍ୱୟଂ ସହାୟିକା ଗୋଷ୍ଠୀରେ ଅଛୁ ତ ତମେ ଗୋଟାକରେ ଅଛ ସିଏ ଗୋଟାକରେ ଅଛି ତମେ କଣ କରୁଛ ଆମେ ଆଚାର ବଡି ପାମ୍ପଡ ପା ପଛ ସବୁ ତିଆରି କରୁଛୁ ତମେ କରୁଛ କିନ୍ତୁ ବୋହୁ କଣ କରୁଛି ଜାଣିଛ ମହମବତୀ ଧୂପକାଠି ଆମର ସେଇ ଯୋଉ କଣ୍ଢେଇ ଥାଉ କଣ କରୁଛି କହୁନ ପଞ୍ଚାୟତ ପୋଖରୀ ନିଲାମ ନିଆ ହେଇଛି ଲ ମା କୋଉଠି ଟିକିଏ ଆମକୁ ଛାଡୁନାହାନ୍ତି ପଛରେ ପୁରା ଲାଗି ଯାଇଛନ୍ତି ଆଉ ମାଛ ଚାଷ ହଉଛି ଆହୁରି ପୁଣି ଗୋଟାଏ କାମ ହଉଛି କୋଉ କଥା କହିଲ ତାଙ୍କର ଘର ପାଖରେ 10-12 ଗୁଣ୍ଠୁ ଲାଗିଛି ଗେଣ୍ଡୁ ଫୁଲ ଏ ମଲା ଯା ମୁଁ କୋଉଠି କଣ କଲି ସବୁଥିରେ ଏଙ୍କର ନଜର ଯଦି ମୁଁ ଚାଷ କରିବିନି ମୁଁ କେମିତି କଣ ଚଳିବି କହିଲ ମାମୁନିକି ବାହା ଦେଲି ସେଇ ପଇସାରୁ ପୁଅଟିକି ବାହା ଦେଲି ସେଇ ପଇସାରୁ ନାତୁଣୀ ଚଳିବ ସେଇ ପଇସାରୁ ଚାଷ ବାସରୁ ତାମାନେ ଜାଣିକି ତମର ଏଇ ଲୋକ ରୋଜଗାର ବଢୁଛି ଆଉ ବଢିବନି କେମିତି ଆରେ ଚାରିଆଡୁ ଯେତେବେଳେ ମୁଁ ଚାଷ ବାସ କରିବି ଚାରିଆଡୁ ମୋ ଘରକୁ ପଇସା ପଶିବ ଖଟିବି ସେମିତି ପଇସା ଆସିବ ସେମିତି ଆୟ 2 ଗୁଣା ବଢିବ ସେମିତି ବଢିଆ କଥା ଆଉ ତମ ଘରେ ତ ଧନ ଉପଲକ୍ଷ୍ମୀ ସବୁ ଆସିଲା ବେଳକୁ କିଆ କହୁଥିଲ ମୁଁ ବସିକି ପଇସା ଗଣୁଛି ବୋଲି ମଲା ଯା ତୁମର ଏଇ କଥା ପାଇଁ ମୁଁ ତୁମ ଉପରେ ଚିଡେ ତମର କଣ ପଇସା ନାହିଁ ହରି ବୋଲ ଟିକିଏ ତୁନି ହୁଅ ବହୁତ କଥା ଗପିଲଣି ଅସଲ ପାଠକୁ ଆସିବା ତା ପୂର୍ବରୁ ମନେ ପକା ଆଜି ପୁଣି ଗୁରୁବାର ସଞ୍ଜ ଘଡି କଣ କିଛି ମନେ ଅଛି ନା ନାଇଁ ହଁ ତୁମ ସାଙ୍ଗରେ ତ କଥା ହେଲା ବେଳକୁ ସବୁ ଏପଟ ସେପଟ ହେଇଯାଉଛି ସଞ୍ଜ ଘଡି ବସିକି ଭଜନଟିଏ ଶୁଣିବା ତାପରେ କଥା ହବା ଜଗନ୍ନାଥିଆର ଶ୍ରୀ ମହାପ୍ରସାଦ ପାଗଳ କଲାରେ ଭାଇ ସହିଲାନି ତୋର ହୋଇଆ ଗଭର ଶ୍ରୀକ୍ଷେତ୍ରେ ଆସିଲି ଧାଇ ମୋତେ କାଳିଆ କଲାରେ ବାଇ ମୋତେ କାଳିଆ କଲାରେ ବାଇ ଦେଖିଲି ବସିଛି ଚକାକିଆ ଯେତେ ଦେଖୁଥିଲେ ଲାଗୁଛି ନୂଆ ଆଖି ଗଲା ଲାଖି ଆଖିରେ ତାର ଭୁଲିଗଲି ମୋର ଘର ସଂସାର ମନ ହେଲା ତାର ସେବାରେ ଖଟନ୍ତି
ମନ ହେଲା ତାର ସେବାରେ ଖଟନ୍ତି ଜଗତ ଜଞ୍ଜାଳ ଦୂରରେ ଥୋଇ ମୋତେ କାଳିଆ କଲାରେ ବାଇ ମୋତେ କାଳିଆ କଲାରେ ବାଇ। ଆନନ୍ଦ ବଜାରେ ହାଜର ହେଲି ମଜାରେ ଖାଇଲି ଅବଡ଼ା ଡାଲି ଖାଇସାରି ମୁଣ୍ଡେ ପୋଛିଲି ହାତ ସିଂହଦ୍ୱାରେ ଯାଇ ଗାଇଲି ଗୀତ ସୁଖର ଦୁଃଖର ସାଥୀ ସିଏ ମୋର ସୁଖର ଦୁଃଖର ସାଥୀ ସିଏ ମୋର ତା ବିନା ମୋହର କେହି ତ ନାହିଁ ମୋତେ କାଳିଆ କଲାରେ ବାଇ ଜଗନ୍ନାଥିଆର ଶ୍ରୀ ମହାପ୍ରସାଦ ପାଗଳ କଲାରେ ଭାଇ ସହିଲାନି ତର ହୋଇ ଆଗ ଭର ଶ୍ରୀକ୍ଷେତ୍ରେ ଆସିଲି ଧାଇ ମୋତେ କାଳିଆ କଲାରେ ବାଇ। ବଢିଆ ଗୀତ ମନକୁ ଗଲା କି ନାଇଁ କହିଲ? ନାଇଁ ମନକୁ ପାଇଲା କିନ୍ତୁ ଆଉ ଗୋଟାଏ ଜାଗାରେ ମୁଁ ଅଟକିକି ରହିଛି। କୋଉ ଜାଗାରେ? ହଁ ତମେ ରୋଜଗାର କରୁଛ ବହୁ ରୋଜଗାର କରୁଛି ବିଶୁନିଆ ମାଣ୍ଡିଆ ଚାଷ କରିବ ମୋର ମନୁଟା ଭାରି ଖୁସି ପଚାର କାହିଁକି? କାହିଁକି କହୁନ? ଶ୍ରୋତା ବନ୍ଧୁ ଆମ ସମସ୍ତଙ୍କର ଗୋଟାଏ ଲକ୍ଷ୍ୟ ଥିଲା ଚାଷୀଙ୍କ ଆୟ 2 ଗୁଣ ହବ। 2 ଗୁଣା ହେଲେ ଆମ ଦେଶ ଆଗେଇ ଚାଲିବ। ଚଷା ପୁଅ ପାଖକୁ ଯଦି ପଇସା ଆସିଲା ଘରର ଯଦି ସ୍ତ୍ରୀ ଲୋକମାନେ ରୋଜଗାର କିଛି କଲେ ଆମ ଅର୍ଥନୀତିଟା ଜାଣିକି ବଳୁଆ ହେଲା। ଭାଇ ଟିକେ 10 ବର୍ଷ 15 ବର୍ଷ ତଳକୁ ଟିକେ ଚାଲିଗଲ ଜଣେ ଘରେ ରୋଜଗାର କରୁଥିଲା 5 ଜଣ ଖାଉଥିଲେ ବର୍ତ୍ତମାନ କଥା ଦେଖିଲ 5 ଜଣ ରୋଜଗାର କରୁଛନ୍ତି ଘର ପରିବାର ଖୁସିରେ ଅଛି। ମାଣ୍ଡିଆ ଚାଷଟି ବର୍ତ୍ତମାନ ପାଇଁ ଭାରି କଣ ଉପକାରୀ ସମୟ ଉପଯୋଗୀ ଚାହିଦା ବହୁତ ଜମି ଆଉ ପଡ଼ିଆ ପକେଇବା ନାହିଁ ମାଣ୍ଡିଆ ଜାତୀୟ ଯୋଉ ଶସ୍ୟ ରହିଲା ତାର ଚାଷବାସ କରିବା ତାମାନେ ବସିବା ଅପେକ୍ଷା ଚଷିବା ଭଲ। କଣ ଚଷିବା? ମୁଁ ଶୁଣିଥିଲି କାଶିବା ଭଲ। ଜମା ନୁହଁ ଖାଲି କଣ କାଶିବି ମୁଁ ସିନା ଥଣ୍ଡା ହେଇଛି କାଶିବି କିନ୍ତୁ ଜମିରେ ଚଷିଲେ ଆମେ ସିନା ପଇସା ପାଇବା। ଟିକେ ତୁନି ରହିବ? ଜମା ତୁନି ରହିବିନି। ରହିବନି ନା। ଏଇ ଯୋଉ ଗେଣ୍ଡୁ ଫୁଲ ଚାଷ ତମର ସବୁ କରୁଛ ମଲା ଯା ଏ କେମିତି କଣ ଜାଣିଲ? ଇଏ ତମର ସବୁଆଡେ ନଜର କଥା ଛାଡ ପାଠ ଉପରକୁ ଆସ। ହଉ କୁହ। କହିବି କଣ କୋଉଠୁ କେମିତି ଜାଣିଲ ନା ମନ ଇଚ୍ଛା ଚଷିଛ? ଏ ଭାଇ ଆମର ଉଦ୍ୟାନ ଭିତ୍ତିକ ସହିତ ଯୋଗାଯୋଗ ହେଇଥିଲା ସିଏ ମତେ ପାଠଟି କହିଥିଲେ ମୁଁ ଚାଷବାସ କରିଛି ଉଦ୍ୟାନ କୃଷି ଆଉ କଣ। ହଁ ଖାଲି ତମର ଏକା କରିବ? ଜମା ନୁହେଁ ଆମ ଶ୍ରୋତା ବନ୍ଧୁ ମାନେ ବି କରିବେ। ତାଙ୍କର ପୁଣି ରୋଜଗାର ବଢିବ ନା ନାଇଁ? କେମିତି ବଢିବ? ଆଜିର ଆଲୋଚନାର ବିଷୟ ହେଉଛି ଉଦ୍ୟାନ କୃଷିରେ ମହିଳାଙ୍କ ସୁଯୋଗ ଓ ସମ୍ଭାବନା। କେଡେ ବଢିଆ ବିଷୟ ଶ୍ରୋତା ବନ୍ଧୁ ଆଉ ଡେରି କରିବାନି ପାଠଟି ବର୍ତ୍ତମାନ ଆରମ୍ଭ ହଉ। ମହାଶୟା ସବୁ ବୁଝେଇ ସୁଝେଇ ଆମକୁ କହିବେ। ମହାଶୟା ହେଉଛନ୍ତି ଡକ୍ଟର ରୋଜାଲିନୀ ମହାନ୍ତ। ତେବେ ତୁନି ହୁଅ ଆଲୋଚନା ଆରମ୍ଭ ହଉ ଆମେ ବସିକି ଶୁଣିମୁ। ହଉ। ଆଜିର କୃଷି ସଂସାର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ହେଉଛି ଉଦ୍ୟାନ କୃଷିରେ ମହିଳାଙ୍କ ସୁଯୋଗ ଓ ସମ୍ଭାବନା। ଏ ବିଷୟରେ ବୁଝାଇ କହିବା ପାଇଁ ଆମ ସହିତ ଟେଲିଫୋନ୍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟରତ ସମ୍ପ୍ରସାରଣ ବିଭାଗର ବୈଜ୍ଞାନିକ ଡକ୍ଟର ରୋଜାଲିନୀ ମହନ୍ତ। ମ୍ୟାଡାମ ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର। ନମସ୍କାର ମ୍ୟାଡାମ ଆମର ଆଜିର ଯୋଉ ବିଷୟ ରହିଛି ଉଦ୍ୟାନ କୃଷିରେ ମହିଳାଙ୍କ ସୁଯୋଗ ଓ ସମ୍ଭାବନା ଏ ବିଷୟରେ ସମ୍ୟକ ଧାରଣା ଦିଅନ୍ତୁ। ଆମର ମହିଳାମାନେ କେମିତି କଣ ଆଗକୁ ଯିବେ ଉଦ୍ୟାନ କୃଷି ମାଧ୍ୟମରେ? ଉଦ୍ୟାନ କୃଷି କହିଲେ ଆମେ ସାଧାରଣତଃ ପନିପରିବା ଚାଷ ଫୁଲ ଚାଷ ଫଳ ଚାଷକୁ ବୁଝିଥାଉ। ବର୍ତ୍ତମାନ କୃଷି ଆମେ ଯଦି ଉଦ୍ୟାନ କୃଷି କଣ ପୁରା କୃଷି କ୍ଷେତ୍ରରେ ଯଦି ଦେଖିବା ମହିଳା ମାନଙ୍କର ଯୋଗଦାନ ବହୁତ ରହିଛି। ଆମ ରାଜ୍ୟରେ ମହିଳା ମାନେ ଚାରା ରୋପଣ କରିବା ଠାରୁ ଆରମ୍ଭ କରିକି ଅମଳ କରିବା ପର୍ଯ୍ୟନ୍ତ ଓ ଅମଳ ପରବର୍ତ୍ତୀ ଯତ୍ନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିଥାନ୍ତି। କିନ୍ତୁ ତାଙ୍କର ଏହି ଅବଦାନ ବହୁତ ସମୟରେ ଅଣଦେଖା ହୋଇ ରହିଯାଏ। କାରଣ ଏହି କାମରେ ସେ ନିଜ ଘର ପାଇଁ କରନ୍ତି ଯୋଉଥିପାଇଁ ତାଙ୍କୁ କେବେ ପାରିଶ୍ରମିକ ମିଳିନଥାଏ
କିମ୍ବା ଘର ବାହାରେ ବି ଯଦି କରନ୍ତି, ଯଦି ମୂଲ ବି ଲାଗୁଛନ୍ତି, ଅନ୍ୟ ବାହାରେ ଆଉ କାହା ମାନେ କାମକୁ ଯାଉଛନ୍ତି, ସେ ଜାଗାରେ ମଧ୍ୟ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କମ ପାରିଶ୍ରମିକ ମିଳିଥାଏ। ତେବେ ବର୍ତ୍ତମାନ ପରିସ୍ଥିତିରେ କିଛିଟା ସୁଧାର ଆସିଛି। ଉଦ୍ୟାନ କୃଷିରେ ମହିଳାମାନେ ନିଜକୁ ସ୍ୱାବଲମ୍ବୀ କରିପାରିବେ। ମହିଳାମାନେ ଆଗକୁ ଯଦି ଆସିକି ସେମାନେ ଉଦ୍ୟାନ କୃଷିକୁ ଆପଣାଉଛନ୍ତି, ନିଜର ସ୍ଥିତିରେ ସୁଧାର ଆଣିପାରିବେ। ସେମାନେ ଏଥିରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି। ସରକାରଙ୍କ ତରଫରୁ ମଧ୍ୟ ଉଦ୍ୟାନ କୃଷି କ୍ଷେତ୍ରରେ ମହିଳାମାନଙ୍କ ନିମନ୍ତେ ବହୁତ ପ୍ରକାର ସୁବିଧା ଓ ସୁଯୋଗର ପ୍ରାବଧାନ ରହିଛି। ମହିଳାମାନେ ଚାହିଁଲେ ତାଙ୍କ ସ୍ଥିତିରେ ସୁଧାର ଆଣିପାରିବେ ଓ ସେମାନେ ଆଗକୁ ଆସି ଉଦ୍ୟାନ କୃଷିକୁ ଆପଣେଇ ପାରିବେ ଓ ଲାଭବାନ ହୋଇପାରିବେ। ଆଉ ଅଧିକ ଅମଳକ୍ଷମ ପନିପରିବା କିମ୍ବା ଫୁଲ ଚାଷ, ଫଳ ଚାଷ ଯଦି କରିପାରିବେ, ସେମାନେ ଇଣ୍ଡିଭିଜୁଆଲ ଲେବୁଲ ହଉ, ମାନେ ନିଜେ କରନ୍ତୁ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କରନ୍ତୁ କିମ୍ବା କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ କରନ୍ତୁ, ସେମାନେ ବହୁତ ଲାଭବାନ ହୋଇପାରିବେ ଓ ମହିଳାଙ୍କର ସ୍ଥିତିରେ ସୁଧାର ଆସିପାରିବ। ମ୍ୟାଡାମ, ଯୋଉ ସ୍ଥିତି କଥା କହିଲେ ତାଙ୍କର ସୁଧାର ଆସିବ, ଏଇ ସ୍ଥିତି ଉପରେ ମୁଁ ଗୋଟେ ପ୍ରଶ୍ନ ଆପଣଙ୍କୁ ପଚାରିବି। ଉଦ୍ୟାନ କୃଷିରେ ମହିଳାଙ୍କ ସ୍ଥିତି କ'ଣ ରହିଛି ବର୍ତ୍ତମାନ ପରିପ୍ରେକ୍ଷୀରେ? ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ଯଦି ଦେଖିବା, ଆମର 80% ମହିଳା ଯେତିକି ଉଦ୍ୟାନ କୃଷିରେ ଯାହା ବି କାର୍ଯ୍ୟକ୍ରମ ରହିଛି, ଆମର ମଞ୍ଜିଟେ ଲଗେଇବା ପାଖରୁ, ଚାରା ରୋପଣ କରିବା ପାଖରୁ ଅମଳ ହେବା ପର୍ଯ୍ୟନ୍ତ ପ୍ରାୟ 90% କାମ, ସାର ପ୍ରୟୋଗ କରିବା, ଔଷଧ କୀଟନାଶକ ପ୍ରୟୋଗ କରିବା, ଅମଳ କରିବା, ଅମଳ ପରବର୍ତ୍ତୀ ଯତ୍ନ, ତାକୁ ମାର୍କେଟକୁ ପଠେଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ମହିଳା ମାନଙ୍କର 100% ଅଂଶୀଦାର ରହିଥାଏ। ତେଣୁ ସବୁ କାର୍ଯ୍ୟ ମହିଳା ମାନେ କରୁଥିଲେ ମଧ୍ୟ ତାଙ୍କୁ ଏଥିପାଇଁ ପାରିଶ୍ରମିକ ମିଳି ପାରିନଥାଏ। ସୋସାଇଟିରେ କିଛିଟା ପ୍ରତିବନ୍ଧକ ସାଜିଛି ମହିଳା ମାନଙ୍କର, ଯେହେତୁ ମହିଳା ମାନଙ୍କର ନିଜ ନାଁରେ ତାଙ୍କର ଜମି ନଥାଏ। ତ ଆମର ଯେହେତୁ ପୁରୁଷ ପ୍ରଧାନ ଦେଶ, ଆମର ପୁରୁଷ ମାନଙ୍କ ନାଁରେ ସାଧାରଣତଃ ଜମି ରହୁଛି। ସେମାନେ ଯାହା କରନ୍ତି ନିଜ ପରିବାର ପାଇଁ କରନ୍ତି ଓ ସେଥିପାଇଁ ତାଙ୍କୁ ପାରିଶ୍ରମିକ ମିଳି ନଥାଏ। କିନ୍ତୁ ଯଦି ସେମାନେ ଏଇ ଛୋଟ ଛୋଟ କାମ ନିଜ ଘର ପାଇଁ, ପରିବାର ପାଇଁ କରନ୍ତୁ କିମ୍ବା ଗ୍ରୁପ ମାଧ୍ୟମରେ କରନ୍ତୁ, ଯାହା ବି କରନ୍ତୁ, କିନ୍ତୁ ବ୍ୟବସାୟିକ ଭିତ୍ତିରେ ଯଦି ଉଦ୍ୟାନ କୃଷିକୁ କରିପାରୁଛନ୍ତି ସେମାନେ, ତାହେଲେ ସିଏ ନିଶ୍ଚୟ ଭାବରେ ଲାଭବାନ ହୋଇପାରିବେ, 2 ପଇସା ରୋଜଗାର କରିପାରିବେ ଓ ସେମାନେ ଆଗକୁ ଯାଇପାରିବେ। ମହିଳାମାନେ ଉଦ୍ୟାନ କୃଷିରୁ କିପରି ଲାଭାନ୍ୱିତ ହୋଇପାରିବେ, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ। ଉଦ୍ୟାନ କୃଷିକୁ ଆମେ ଯଦି ବ୍ୟବସାୟିକ ଭିତ୍ତିରେ କରିବା, ତାହେଲେ ଆମେ ଲାଭବାନ ହୋଇପାରିବା। ଶ୍ରୋତା ବନ୍ଧୁ ମାନଙ୍କୁ ମୁଁ ଅନୁରୋଧ କରିବି, ଯୋଉମାନେ ମହିଳା ଅଛନ୍ତି ସେମାନେ ଯାହା ବି କାର୍ଯ୍ୟ କରୁଛନ୍ତି ତାକୁ ଟିକେ ବ୍ୟବସାୟିକ ଭିତ୍ତିରେ କରିବା ଦରକାର। ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରିକି ପାରମ୍ପରିକ ପଦ୍ଧତିରେ ତାକୁ ଆମେ ଚାଷ ନ କରି ଉନ୍ନତ ମାନର ବ୍ୟବସାୟିକ ଭିତ୍ତିରେ ଚାଷ କଲେ ଆମେ ଲାଭବାନ ହୋଇପାରିବା ଓ ମହିଳାମାନେ ଲାଭବାନ ହୋଇପାରିବେ। ମହିଳାମାନେ କେଉଁ କାର୍ଯ୍ୟ ହାତକୁ ନେଇ ପାରିବେ ଏବଂ ସେମାନଙ୍କ ପାଇଁ କ'ଣ ସୁବିଧା ସୁଯୋଗ ରହିଛି? ମହିଳାମାନେ ଉଦ୍ୟାନ କୃଷିରେ ବହୁତ ପ୍ରକାର କାର୍ଯ୍ୟ ହାତକୁ ନେଇପାରିବେ, କାରଣ ମହିଳାମାନେ ବିଭିନ୍ନ ପ୍ରକାର କାମ କରନ୍ତି। ଘରେ ତାଙ୍କର ବହୁତ ଦାୟିତ୍ୱ ରହିଥାଏ। ଘରର ଛୋଟ ପିଲାଙ୍କର ଯତ୍ନ ନେବା, ବଡ ଲୋକଙ୍କର ଯତ୍ନ ନେବା, ଘର କାମ କରିବା, ସବୁ କାମ ସାରିକି ମହିଳାମାନେ ଯେତିକି ସମୟ ପାଉଛନ୍ତି ବଳକା ସମୟରେ ସେମାନେ ବହୁତ କାର୍ଯ୍ୟ ସେମାନେ ହାତକୁ ନେଇପାରିବେ ଓ ବ୍ୟବସାୟିକ ଭିତ୍ତିରେ ବହୁତ କାର୍ଯ୍ୟ ସିଏ କରିପାରିବେ। ଯେମିତି ବିହନ ବା ମଞ୍ଜି ଉତ୍ପାଦନ କରିବା, ଆମର ଉଦ୍ୟାନ କୃଷିରେ ବିହନ ବା ମଞ୍ଜିର ଭୂମିକା ବହୁତ ଅଧିକ ରହିଛି। ଯେମିତିକି ଗୋଟେ ଉନ୍ନତ ମାନର ବିହନ ମିଳିବା ବହୁତ ସମୟରେ ବହୁତ କଷ୍ଟକର ହୋଇ ପଡିଥାଏ। ଗୋଟେ ଭଲ ମଞ୍ଜି ବା ଭଲ ବିହନ ଉପରେ ଆମର ନିର୍ଭର କରିଥାଏ ଆମର ଫସଲ ଅମଳ କେମିତି ହବ। ତେଣୁ ଭଲ ବିହନ ବା ମଞ୍ଜି ଉତ୍ପାଦନ ମହିଳା ମାନେ କରିପାରିବେ। ଏଥିପାଇଁ ଜ୍ଞାନ କୌଶଳ ଯେକୌଣସି ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ସେମାନେ ପାଇପାରିବେ। ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରରେ ବିଜ୍ଞାନ ବିଭାଗର ବୈଜ୍ଞାନିକ ରହିଛନ୍ତି, ସେମାନେ ସେ ବିଷୟରେ ତାଙ୍କୁ ତାଲିମ ପ୍ରଦାନ କରିପାରିବେ। ଟମାଟୋ ମଞ୍ଜି ହଉ, ବାଇଗଣ ମଞ୍ଜି ହଉ, ଶାଗ ମଞ୍ଜି, ଏକ୍ଜୋଟିକ ଭେଜିଟେବୁଲ ବା ଅଧିକ ମୂଲ୍ୟଯୁକ୍ତ ଫସଲ ପନିପରିବାର ତାର ମଞ୍ଜି କିପରି ଉତ୍ପାଦନ କରାଯାଇପାରିବ ବା ଚାରା କିପରି ଉତ୍ପାଦନ କରାଯାଇପାରିବ, ସେ ବିଷୟରେ ସେମାନେ ସବିଶେଷ ତାଲିମ ନେଇପାରିବେ। ତାକୁ ବ୍ୟବସାୟିକ ଭିତ୍ତିରେ ବିହନ ବା ମଞ୍ଜି ଉତ୍ପାଦନ କରିପାରିବେ, ଚାରା ଉତ୍ପାଦନ କରିପାରିବେ, କଷ୍ଟମ ହାୟରିଂ ସେଣ୍ଟର କରିପାରିବେ। ଏଇଟା ଗୋଟେ ବହୁତ ଭଲ ଜିନିଷ ଯଦି ସିଏ ଯେକୌଣସି ମହିଳା ଇଣ୍ଡିଭିଜୁଆଲି କରିପାରିବେ କିମ୍ବା ଯୋଉ ଆମର ସ୍ୱୟଂ ସହାୟିକା ଗୋଷ୍ଠୀ ରହିଛି କିମ୍ବା କୃଷକ ଉତ୍ପାଦକ ସଂଗଠନ ରହିଛି, ସେଥି ମାଧ୍ୟମରେ ସେମାନେ କଷ୍ଟମ ହାୟରିଂ ସେଣ୍ଟର କରିବେ। କଷ୍ଟମ ହାୟରିଂ ସେଣ୍ଟର କ'ଣ? ଏଥିରେ ସେମାନେ ଛୋଟ ଛୋଟ ମେସିନ, ଯୋଉଟା ଆମର ଏବେ ଏଗ୍ରିକଲଚର ଯେତିକି ଆମର କୃଷି କ୍ଷେତ୍ରରେ ବ୍ୟବହାର ହଉଛି, ଛୋଟ ଛୋଟ ମେସିନ, ସ୍ପ୍ରେୟରଟେ ହେଲା, ଘାସ ସଫା କରିବା ପାଇଁ ଛୋଟ ଛୋଟ ମେସିନ ହେଲା, ପାୱାର ଟିଲର ହେଲା, ଏଇ ସବୁ ଜିନିଷ ରଖିକି ନିଜେ ମଧ୍ୟ ବ୍ୟବହାର କରିପାରିବେ, ତାକୁ ଭଡା ଆକାରରେ ମଧ୍ୟ ଦେଇପାରିବେ। ଏହା ଦ୍ୱାରା ମଧ୍ୟ ସେମାନେ ବହୁତ ଭଲ 2 ପଇସା ରୋଜଗାର କରିପାରିବେ ଓ ବହୁତ ତାଙ୍କର ଲାଭ ହେଇପାରିବ। ସେମିତି ଅଧିକ ମୂଲ୍ୟଯୁକ୍ତ ପନିପରିବା, ଫଳ ଚାଷ କରିପାରିବେ। ଯେମିତି ଦେଖନ୍ତୁ ଆମର ବର୍ଷ ସାରା ଲଙ୍କାର ମୂଲ୍ୟ 100 ଉପରେ ରହିଥାଏ,
केजी आम जेहेतु अल्प मात्रा किणु आमको जना पड़ न था जमीक आम जो टमाटर रेट बढ़ी जाऊँगी 100 टंका हो जाऊँगी आमको लगुच कि 100 टंका हो गला पियाजर रेट बढ़ी जाऊँगी से आमको लगुच 100 टंका हो गला किंतु वर्ष सारा किसी जिनस रही जमी धनिया पत्र पुदीना पत्र कंचा लंका ये सब जिनस वर्ष सारा 100 ऊपर रोचे ये सब जिनस यहाँ माने बहुत छोट छोट जिनस किंतु आपको करके अल्प जगार करके महिला माने बहुत अधिक लाभ पाई परिबे एमती पुदीना चाष है धनिया चाष है कंचा लंका चाष है अन्य माने शीत ऋतु रे हमर कैप्सिकम है ब्रोकोली है एगुड़ाक करके से माने लाभान्वित हो परिबे सेपरि भाबरे आहुरी भी रही फूल चाष करि परिबे आमर फूल चाष रे गेंडू फूल चाष करंतु किंबा अधिक जदि आउ टिके भल माने अधिक जगह रही भल भाव से माने गोलाप फूल चाष करि परिबे रजनीगंधा चाष करि परिबे हमर ओडिसा रे फूलर चाहिदा जेतिकी रही ओडिसा रे समस्त घरे सकाळु समस्त घरे फूल दरकार होची 12 मासरे 13 पर्व रहुची हमर एठी किंतु हमर फूल 92% फूल हमर जो मार्केट रे मिलुची ता हमर आंध्र रु आसुची किंबा वेस्ट बेंगल रु आसुची हम ओडिसा रे सेतटा चाष हेई पारुनी माने करू नाहंती किंतु ओडिसा रे बहुत स्कोप अछि माने सुजोग रही फूल चाषर जदि फूल चाष करि परिबे महिला माने बहुत लाभवान होई परिबे जेंति कि गेंडू चाष कले से माने बहुत लाभवान होई परिबे गेंडू चाष रे सेमति गोलाप चाष भरिया बहुत टेक्नोलॉजी दरकार न थाए बहुत अल्प माने केवल माने टिके जत्न नेई कि गेंडू चाष करि परिबे जोथि पई से माने बहुत लाभवान होई परिबे सेमति आहुरी बहुत दिग रही उद्यान कृषि रे जेमती कि खाद्य प्रक्रियाकरण आमर उद्यान कृषि रे गोटे बड़ समस्या रही जेहेतु पनीपरिबा हैला फूल हैला फल हैला ए सब जिंस बहुत शीघ्र नष्ट हो जाए ये बहुत अधिक समय धरिकी याकू सतेज रखिबा कष्टकर हेई पड़े किंतु सेई जगह जदि आमे खाद्य प्रक्रियाकरण करि दोचु ताहले आमे अधिक मूल्य सेथिरे जोड़ी परिबा खाद्य प्रक्रियाकरण कले फल पनीपरिबा जो जगह नष्ट होउची से जगह आमे ताको प्रिजर्वेशन बा खाद्य प्रक्रियाकरण बा आचार करिकी किंबा माने सुखेईकी ताको रखी हबो जो जिंस ताको टिके आमे ज्ञान कौशल व्यवहार कले से जिंस गुडाक हमर नष्ट न करिकी आमे ताको वैल्यू एडिशन करि परिबा बा ताको आमे अधिक मूल्य रे बिक्री करि परिबा हां सेमति फल चाष करि परिबे फल चाष जोटा गछ गोटे थर लगेई देले तार केवल अल्प टिके जत्न नेले सी हमको वर्ष को वर्ष रिटर्न दिए वर्ष को वर्ष सेथरो आमे पाई परिबा लेंबू चाष हो जो आंबो हो काजू हो ए सब जिंस जोटा कि जगह जोठी अपलैंड रही उच्च जमी रही जोटा खाली पड़िया पड़ुची यूज हे पारुनी से जगह जदि आमे फल गछ लगेई दोचु सामान्य अल्प जत्न नेले आमे वर्ष को वर्ष सेटा प्रति वर्ष आमे सेथरू लाभ पाई परिबा तेणु एमती बहुत जिनस रही जोटा महिला माने आराम से करि परिबे अल्प समय देकी आ सेथरू बहुत लाभवान होई परिबे महिला मानक पई वर्तमान सुविधा सुजोग बहुत अछि से माने टिके आगो को बढ़िले निश्चित भाव में बहुत उपकृत हेई परिबे ना कोन कहउछन मैडम आज्ञा ओडिसा रा सबु जगह रे जुआडे जानतु एबे पुरुष माने गाँ गंडा जे कोनोसी गाँ को आपण जानतु 50% रु अधिक पुरुष से माने बाहर को पळै जाउछन्ती आज्ञा तो रहिले हमर समस्त महिला माने रहिले आ कृषि कार्य रे प्राय सबु जगह रे 90% जगह रे आपण देखिबे महिला माने अधिक तांकर भागीदारीता अधिक रहउची पुरुष मानक अपेक्षा केवल हल कामटा को छाड़ी देले बाकी सब काम स्त्री माने करि दउचंदी महिला माने करि दउचंदी तो सेही हिसाब रे जदि देखा जाय पुरुष माने बाहर को पळै जानती सेही जगह रे महिला माने बहुत किछि करि परिबे हमर विभिन्न प्रकार हमर जो उद्यान विभाग रहिछि जिला उद्यान कृषि विभाग रहिछि सेठे विभिन्न प्रकार योजना सब रहिछि महिला मानक पई विभिन्न प्रकार चाष आमर छतु चाष आरंभ करिकी महू चाष विभिन्न प्रकार सुविधा सुजोग रही पनीपरिबा चाष फल चाष विभिन्न प्रकार प्रोग्राम्स रही महिला मानक बहुत रिहाती 50%, 40%, 50%, 60, 70% पर्यंत रिहाती रही महिला मानक से आराम से सहायता नहीं सबु जिले में कृषि विज्ञान केन्द्र रही कृषि विज्ञान केन्द्र रु से साधारण ज्ञान कौशल नहीं सरकारी सहायता नहीं भी से बहुत जगह करि परिबे आगो को बढ़ी परिबे आज्ञा मैडम वर्तमान देखा जाउची प्रत्येक घरे घरे से छोट बाड़ी बगीचाटे हो सेठी हमर पाकशाला बगीचाटे मध्ये करूचंती एबे आपण गाँ गंडा रे माने समस्त घर बाड़ी रे निहाती पाकशाला बगीचाटे एबे समस्त करबा उचित
କାରଣ ପାକଶାଳା ବଗିଚାଟି ଆମେ ବର୍ତ୍ତମାନ ପରିସ୍ଥିତିରେ ଆମେ ଯଦି ଦେଖିବା କୃଷି କ୍ଷେତ୍ରରେ ସାର ବିଷ ଏତେ ମାତ୍ରାରେ ବ୍ୟବହାର ହଉଛି, ଆମର ପରିବେଶ ପ୍ରଦୂଷିତ ହବା ସହିତ ମାଟି ମୃତ୍ତିକା ସ୍ୱାସ୍ଥ୍ୟ ନଷ୍ଟ ହବା ସହିତ ଆମ ସମସ୍ତଙ୍କର ଆଜିକାଲି ଘରେ ଘରେ କ୍ୟାନ୍ସର ଭଳି ବହୁତ ପ୍ରକାର ରୋଗ ସବୁ ଦେଖାଦେଲାଣି। ତେଣୁ ପାକଶାଳା ବଗିଚାର ବହୁତ ଇମ୍ପୋର୍ଟାନ୍ସ ରହିଛି। ତାକୁ ଆମେ ପ୍ରାକୃତିକ ଉପାୟରେ ବେଶୀ ସାର ବିଷ ବ୍ୟବହାର ନ କରିକି ଆମ ବାଡି ବଗିଚାରେ ମହିଳା ମାନେ କରିପାରିବେ। ସମସ୍ତଙ୍କ ଘରେ ପାକଶାଳା ବଗିଚାରେ ରହିବା ନିହାତି ଆବଶ୍ୟକ, କାରଣ ପାକଶାଳା ବଗିଚା ହିଁ ଆପଣଙ୍କ ପରିବାରକୁ ମାନେ ସୁସ୍ଥ ରଖିବ। ଆଜିକା ପରିସ୍ଥିତିରେ ଯେତିକି ସାର ବିଷ ବ୍ୟବହାର ହଉଛି ସେଥିରୁ ନିବୃତ୍ତ ରହିବା ପାଇଁ ହେଲେ ଆମକୁ ପାକଶାଳା ବଗିଚାଟିଏ କରିବା ନିହାତି ଦରକାର। ପାକଶାଳା ବଗିଚାରେ ଆମେ ବିଭିନ୍ନ ଋତୁରେ ଖରା ଦିନିଆ ପରିବା, ବର୍ଷା ଦିନିଆ ପରିବା, ଶୀତ ଦିନିଆ ପରିବା ଗୋଟେ ଖସଡା ପ୍ରସ୍ତୁତ କରିକି ଆମେ ବିଭିନ୍ନ ପ୍ରକାର ଆମ ଇଚ୍ଛାରେ ପନିପରିବା ଆମେ ଲଗେଇ ପାରିବା। ସେଥିରେ ସାଧାରଣତଃ ଆମେ 3ଟି କମ୍ପୋନେଣ୍ଟ ବା 3ଟି ଉପାଦାନ ରହିଛି। ଗୋଟିଏ ହଉଛି ଆମର ଫସଲ ଖସଡା ବା ସିଜନାଲ ଭେଜିଟେବୁଲ୍ସ, ଯୋଉଟା ଆମେ ବର୍ଷା ଦିନିଆ ଫସଲ, ଶୀତ ଦିନିଆ ଫସଲ, ଖରା ଦିନିଆ ଫସଲ ଗୋଟେ କ୍ୟାଲେଣ୍ଡର କ୍ରପ କ୍ୟାଲେଣ୍ଡର ପ୍ରସ୍ତୁତ କରିକି ବିଭିନ୍ନ ପନିପରିବା ଆମ ହିସାବରେ ଆମେ ଲଗେଇ ପାରିବା। ଦ୍ୱିତୀୟତଃ ଆମେ ହାଣ୍ଡି ଖତ, ଆମର ଯୋଉ ପ୍ରାକୃତିକ ପରିବେଶରୁ ଯାହା ଆମେ ପାଉଛୁ, ହାଣ୍ଡି ଖତ କିମ୍ବା ଜିଆ ଖତ କିମ୍ବା ଆମର ଯୋଉ ପନିପରିବା ଚୋପାକୁ ବ୍ୟବହାର କରିକି ବିଭିନ୍ନ ପ୍ରକାର କମ୍ପୋଷ୍ଟ ତିଆରି କରିକି ଆମେ ତାକୁ ବ୍ୟବହାର କରିପାରିବା। ବାହାର ସାର ବିଷ ବ୍ୟବହାର ନ କରିକି ଆମେ ସେଇଥିରେ କରିପାରିବା, କିମ୍ବା ପ୍ରାକୃତିକ କୃଷିକୁ ଆପଣେଇ ଆମର ଜୀବାମୃତ, ବୀଜାମୃତ ଏସବୁ ପ୍ରସ୍ତୁତ କରିକି ଆମେ ମଧ୍ୟ ପାକଶାଳା ବଗିଚାରେ ବ୍ୟବହାର କରିକି ସୁନ୍ଦର ଫସଲଟିଏ ପାଇପାରିବା, ନିଜ ପରିବାରକୁ ସୁସ୍ଥ ରଖିପାରିବା। ତୃତୀୟ ଉପାଦାନ ରହୁଛି ସେଥିରେ ଗୋଟେ ମଞ୍ଚା ହେଲେ ସେଥିରେ ଆମର ଲତା ଜାତୀୟ ପନିପରିବା ପାଇଁ ମଞ୍ଚାଟେ ରହିବା ନିହାତି ଦରକାର। ତେଣୁ ବାଡିରେ 3ଟି ଜିନିଷ ରହିବ, ଗୋଟେ ମଞ୍ଚା ରହିବ, ଗୋଟେ ପ୍ରାକୃତିକ କୃଷି ଜୀବାମୃତ ବା ବୀଜାମୃତ ବା ଜିଆ ଖତ ଟାଙ୍କି ଗୋଟେ ରହିବ, ଆଉ ରହିଲା ଆମର ପନିପରିବାର ଖସଡା ଗୋଟେ, ଋତୁ ଭିତ୍ତିକ ପନିପରିବା ମାନେ ଫସଲର ଖସଡା ଗୋଟେ। ଏଇ 3ଟି ଜିନିଷ ରଖିକି ଆମେ ବିଭିନ୍ନ ପ୍ରକାର ପନିପରିବା ପ୍ରାକୃତିକ ଉପାୟରେ ଆମେ କରିପାରିବା, ଯଦ୍ୱାରା ଆମେ ସାର ବିଷ ବ୍ୟବହାର ନ କରିକି ପ୍ରାକୃତିକ ଆମର ଯୋଉ ବର୍ଜ୍ୟବସ୍ତୁ ରହୁଛି ବାଡି ବଗିଚାରେ ଯାହା ବି ମିଳୁଛି ଆମେ ସେଇ ତାକୁ ବ୍ୟବହାର କରିକି ଆମେ ସୁନ୍ଦର ଫସଲଟିଏ କରିପାରିବା। ଯଦି ସହରାଞ୍ଚଳରେ ରହୁଛନ୍ତି ଆମେ ମାନେ ଛାତରେ କିମ୍ବା ବାଲକୋନିରେ ମଧ୍ୟ ଗ୍ରୋ ବ୍ୟାଗ କିମ୍ବା କୁଣ୍ଡ ବ୍ୟବହାର କରିକି ମଧ୍ୟ ଆମେ ବାଇଗଣଟେ, ଟମାଟୋଟେ, ଲଙ୍କା, ଆମେ ମାନେ ବିଭିନ୍ନ ପ୍ରକାର ଶାଗ, ପାଳଙ୍ଗ ଶାଗ, ଧନିଆ ପତ୍ର ଏଇ ସବୁ ଜିନିଷ ଆମେ ଲଗେଇକି ନିଜ ପରିବାରର ପ୍ରତିପୋଷଣ କରିପାରିବା। ଆମର ଗାଁ ଗଣ୍ଡାରେ ଯଦି ପାକଶାଳା ବଗିଚା କରୁଛନ୍ତି, ବଗିଚାରୁ ଆମେ ନିଜେ ଫସଲ ବାହାର କରିକି ନିଜେ ଖାଇଲା ପରେ ଯାହା ବି ବଳକା ରହୁଛି ତାକୁ ଆମେ ବିକ୍ରି ମଧ୍ୟ କରିପାରିକି 2 ପଇସା ରୋଜଗାର କରିପାରିବା। ତେଣୁ ଇଏ ମଧ୍ୟ ଗୋଟେ ଉଦ୍ୟାନ କୃଷିର ଗୋଟେ ବହୁତ ଭଲ ଦିଗ। ଯଦି ଆମେ ପାକଶାଳା ବଗିଚାଟେ କରିପାରୁଛୁ, ଆମ ପରିବାର ସୁସ୍ଥ ରହିବା ସହିତ ଆମ ପରିବେଶ ନିଶ୍ଚୟ ଭାବରେ ସୁସ୍ଥ ରହିପାରିବ। ମ୍ୟାଡ଼ାମ୍, ଶେଷରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଯେଉଁମାନେ ଏବେ ଯେଉଁ ଆମର ଶିକ୍ଷିତା ଭଉଣୀମାନେ ଅଛନ୍ତି ଗାଁ ଗଣ୍ଡାରେ ବା ସହର ବଜାରରେ, ସେମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ ଏଇ ଉଦ୍ୟାନ କୃଷି କରିବା ପାଇଁ? ଉଦ୍ୟାନ କୃଷି କରିବା ପାଇଁ ମୁଁ ସମସ୍ତଙ୍କୁ କହିବି ଯେ ପାକଶାଳା ବଗିଚା ଯୋଉ କହିଲି, ନିଶ୍ଚିତ ଭାବରେ ପାକଶାଳା ବଗିଚାଟା ନିଜ ବାଡିରେ କରନ୍ତୁ ଏବଂ ନିଜ ବାଡିରୁ ଆଣିକି ପନିପରିବା ଖାଆନ୍ତୁ, ନିଜ ପରିବେଶକୁ ସୁସ୍ଥ ରଖନ୍ତୁ, ନିଜେ ସୁସ୍ଥ ରୁହନ୍ତୁ, ନିଜ ପରିବାରକୁ ସୁସ୍ଥ ରଖନ୍ତୁ। ବ୍ଲକ ସ୍ତରରେ ମଧ୍ୟ ଆମର ଉଦ୍ୟାନ ବିଭାଗର ଆମର ଯୋଉ ରହିଛନ୍ତି ଅଧିକାରୀ ତାଙ୍କୁ ଯୋଗାଯୋଗ କରନ୍ତୁ। ଜିଲ୍ଲା ସ୍ତରୀୟ ଜିଲ୍ଲା କୃଷି ବିଭାଗ, କୃଷି ଉଦ୍ୟାନ କୃଷି ବିଭାଗକୁ ଯୋଗାଯୋଗ କରିକି ପ୍ରୋତ୍ସାହନ ସରକାରଙ୍କର ଯୋଉ ରହିଛି ଆମର ବିଭିନ୍ନ ଯୋଜନା ରହିଛି ତାକୁ ବ୍ୟବହାର କରନ୍ତୁ। ଆଉ ତାକୁ ବ୍ୟବହାର କରିକି ଆପଣ ମାନେ ବ୍ୟବସାୟିକ ଭିତ୍ତିରେ ମାନେ ବିଭିନ୍ନ ପ୍ରକାର ସ୍କିମ୍ସ ରହିଛି ତାକୁ ୟୁଜ କରିକି ତାକୁ ବ୍ୟବହାର କରିକି ବ୍ୟବସାୟିକ ଭିତ୍ତିରେ ଆଗେଇ ଚାଲନ୍ତୁ। ଏବଂ ଯେତେବେଳେ ବି ବ୍ୟବସାୟିକ ଜ୍ଞାନ କୌଶଳ ଦରକାର ପଡୁଛି, କୃଷି ବିଜ୍ଞାନ କେନ୍ଦ୍ର ସବୁ ଜିଲ୍ଲାରେ ରହିଛି। ଆପଣ ମାନେ ସେଥିରେ କେବଳ ଉଦ୍ୟାନ କୃଷି ନୁହଁ, ଯେ କୌଣସି ଆପଣଙ୍କର ମତ୍ସ୍ୟ ବୈଜ୍ଞାନିକ ହୁଅନ୍ତୁ, ପଶୁ ବୈଜ୍ଞାନିକ ହୁଅନ୍ତୁ, ଆମର କ୍ଷେତ୍ର ବୈଜ୍ଞାନିକ ହୁଅନ୍ତୁ, ସମ୍ପ୍ରସାରଣ ବୈଜ୍ଞାନିକ ହୁଅନ୍ତୁ, ସବୁ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ରରେ ବିଭିନ୍ନ ବିଭାଗର ବୈଜ୍ଞାନିକ ମାନେ ଅଛନ୍ତି। ତାଙ୍କଠୁ ତାଙ୍କର ଯୋଗାଯୋଗରେ ରୁହନ୍ତୁ, ତାଙ୍କଠୁ ଜ୍ଞାନ କୌଶଳ ଆଣିକି ଉନ୍ନତ ମାନର ଜ୍ଞାନ କୌଶଳ ବ୍ୟବହାର କରନ୍ତୁ ଓ ଉଦ୍ୟାନ କୃଷିକୁ ଆପଣେଇ ନିଜେ ଲାଭବାନ ହୁଅନ୍ତୁ, ଆମର ନିଜେ ସୁସ୍ଥ ରୁହନ୍ତୁ, ପରିବେଶକୁ ସୁସ୍ଥ ରଖନ୍ତୁ। ରୋଜାଲିନୀ ମ୍ୟାଡ଼ାମ୍, ଆମ ଗହଣରେ ଟେଲିଫୋନ୍ ମାଧ୍ୟମରେ ଆପଣ ଏତେ ସମୟ ରହି ଉଦ୍ୟାନ କୃଷିରେ ମହିଳାଙ୍କ ସୁଯୋଗ ଓ ସମ୍ଭାବନା ବିଷୟଟିକୁ ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର। ନମସ୍କାର। ବଢିଆ ବିଷୟ ଭାଇ, ସବୁବେଳେ ଆମକୁ ଇଙ୍ଗିତ କରି କହୁଥିଲ। ମୁଁ କହୁଥିଲି ଆଉ ତମକୁ ଟିକେ ଖରାପ ଲାଗୁନି?
କାହିଁ ଖରାପ ଲାଗିବ? କାହିଁକି ଖରାପ ଲାଗିବ? ତମର ତ ଗଲା 5 ଆଙ୍ଗୁଠି ଘିଅ ମହୁରେ ବୁଡ଼ିକି ରହିଛି। ଆମ କଥା ଟିକେ ବୁଝିବା କଥା ନୁହଁ? ତମ ଟ୍ରାକ୍ଟରଟା ଦେଇନଥାନ୍ତ? କାହିଁକି ଦେବି? ମୋର ହଳ ହବ। ହଳ ହବ? ପଇସା ଦବ ଭଡ଼ା? ମୁଁ କଣ ଦେବି ନାହିଁ? ହଉ ଦେଲେ ଆର ବର୍ଷ ବା ଦେଇନ? ଆର ବର୍ଷ? ଏଇ କଥା ଗୁଡାକ ସବୁ ଏଇଠି କହିବା ଦରକାର। ତମେ ଉଠିଲ ଇଆଡେ ବେଳ ଗଡି ଯାଉଛି। ବନ୍ଧୁ ये नवगन भाई आर थर नेइथिले मोठू ट्रैक्टर ए पर्यंत पैसा देई नाहंती। बेल गडी जाउची आ सुनिबानी पानी पाग सुनिबा तापरे उठिके जिबा जिबानी। हां